ଆଜିର ଭିଡ଼ିଓରେ ଆମେ VSC ୟୁନିଟ୍ 1ର 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ପରିବେଶ। ସାଧାରଣ ଭାବେ ପରିବେଶ କହିଲେ ଆମର ଚତୁଃପାର୍ଶ୍ୱକୁ ବୁଝାଏ। ପୃଥିବୀରେ ଥିବା ଜୈବିକ ଓ ଅଜୈବିକ ବସ୍ତୁଗୁଡ଼ିକର ସମାହାର ହେଉଛି ପରିବେଶ। ବାସ ନିମନ୍ତେ ସ୍ଥାନ, ନିଶ୍ୱାସରେ ଗ୍ରହଣ କରୁଥିବା ବାୟୁ, ଖାଉଥିବା ଖାଦ୍ୟ ଓ ପିଉଥିବା ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବସ୍ତୁ ଆମେ ପରିବେଶରୁ ହିଁ ଆହରଣ କରିଥାଉ। ତେଣୁ ବାୟୁ, ମୃତ୍ତିକା, ଜଳ, ସୂର୍ଯ୍ୟାଲୋକ, ଶକ୍ତି ଇତ୍ୟାଦିର ପାରସ୍ପରିକ କ୍ରିୟା ହିଁ ପରିବେଶ ସୃଷ୍ଟି କରିଥାଏ। ମନୁଷ୍ୟର ଚତୁଃପାର୍ଶ୍ୱକୁ ସଂଗଠିତ କରୁଥିବା ସମସ୍ତ ସାମାଜିକ, ଅର୍ଥନୈତିକ, ଜୈବିକ, ଅଜୈବିକ, ଭୌତିକ ତଥା ରାସାୟନିକ ଅବସ୍ଥା ସବୁର ସମାହାରକୁ ପରିବେଶ କୁହାଯାଏ। ପରିବେଶକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ଅଜୈବିକ ଅଂଶ, ଜୈବିକ ଅଂଶ, ଶକ୍ତି ଅଂଶ। ଭୌତିକ ପରିବେଶ 3 ଭାଗରେ ବିଭକ୍ତ, ଯଥା ଭୂମଣ୍ଡଳ, ବାୟୁମଣ୍ଡଳ, ବାୟୁମଣ୍ଡଳ। ପରିବେଶ ଜୈବିକ ଅଂଶକୁ ଜୀବମଣ୍ଡଳ କୁହାଯାଏ। ଏବେ ଆମେ ଦେଖିବା ଜୈବମଣ୍ଡଳ, ବାୟୋସ୍ଫିୟର। ପୃଥିବୀ ପୃଷ୍ଠରେ ଥିବା ଜୀବଜଗତକୁ ଜୀବମଣ୍ଡଳ ବା ଜୈବମଣ୍ଡଳ ବୋଲି କୁହାଯାଏ। ଅତି କ୍ଷୁଦ୍ର ଭୂତାଣୁ ଏବଂ ଜୀବାଣୁଠାରୁ ବିଶାଳକାୟ ଜନ୍ତୁ ଯଥା ହାତୀ, ତିମି ଏବଂ ଗୁଳ୍ମଠାରୁ ଆରମ୍ଭ କରି ବଡ଼ ବଡ଼ ବୃକ୍ଷ ପ୍ରଭୃତିକୁ ଜୀବ କୁହାଯାଏ। ଏମାନଙ୍କର ଜୀବନ ଧାରଣ ପାଇଁ ଜଳ, ସ୍ଥଳ ଏବଂ ବାୟୁ ଦରକାର। ଜୀବର ବୃଦ୍ଧି ପରିବେଶ ଉପରେ ବିଶେଷ ନିର୍ଭର କରେ। ତେଣୁ ଜଳଭାଗ, ସ୍ଥଳଭାଗ ଏବଂ ବାୟୁମଣ୍ଡଳରେ ରହିଥିବା ଜୀବଜନ୍ତୁଙ୍କର ସମଷ୍ଟିକୁ ଜୀବମଣ୍ଡଳ କୁହାଯାଏ। ଏହାକୁ ପୃଥିବୀର ସବୁଠାରୁ ବଡ଼ ପରିସଂସ୍ଥା ବୋଲି କୁହାଯାଇପାରେ। ପରିସଂସ୍ଥା। ପରିସଂସ୍ଥା ଶବ୍ଦର ପ୍ରଥମ ପରିଭାଷା 1931 ମସିହାରେ ବ୍ରିଟିଶ ପରିବେଶବିତ୍ A.G. ଟାନ୍ସଲେ ପ୍ରବର୍ତ୍ତନ କରିଥିଲେ। ତାଙ୍କ ପରିଭାଷା ଅନୁସାରେ ପରିବେଶର ସଜୀବ ଏବଂ ନିର୍ଜୀବ ଉପାଦାନମାନଙ୍କର ସମ୍ମିଳିତ ସଂସ୍ଥାକୁ ପରିସଂସ୍ଥା କୁହାଯାଏ। E.P. ଓଡମ୍ଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଗୋଟିଏ ଏକକ ଯାହାର ସମସ୍ତ ଜୀବ କୌଣସି ଏକ ସ୍ଥାନରେ ତାଙ୍କ ପରିବେଶ ସହିତ ପାରସ୍ପରିକ କ୍ରିୟାରତ ରହନ୍ତି ଏବଂ ନିର୍ଜୀବ ଓ ସଜୀବ ଉପାଦାନ ମଧ୍ୟରେ ରାସାୟନିକ ପଦାର୍ଥର ଆବର୍ତ୍ତନ ଘଟେ। ମାଥୋଉନଙ୍କ ପରିଭାଷା ଅନୁସାରେ ପରିସଂସ୍ଥା ହେଉଛି ଏପରି ଏକ ପରିବେଶୀୟ ବ୍ୟବସ୍ଥା ଯାହାକି ସଜୀବ ପରିବେଶ ଏବଂ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାର ସର୍ବମୋଟ ପ୍ରତିଫଳନ। ବାଉମି। ଜୈବମଣ୍ଡଳ ମେରୁ ଅଞ୍ଚଳ, ଉଚ୍ଚ ପାର୍ବତ୍ୟମାଳାର ଶିଖର ଦେଶ, ସମୁଦ୍ରର ଗଭୀର, ଏଠି ସମୁଦ୍ର ଲେଖାଛି ସମୁଦ୍ର ହେବ, ସମୁଦ୍ରର ଗଭୀର ନିମ୍ନଦେଶ, ତୀବ୍ର ମରୁ ଅଞ୍ଚଳ ଆଦି ଅଞ୍ଚଳରେ ପ୍ରାୟତଃ ଦେଖାଯାଏ ନାହିଁ। ଜୈବମଣ୍ଡଳକୁ କେତେକ ଜୈବ ଭୌଗୋଳିକ ଅଞ୍ଚଳରେ ବିଭକ୍ତ କରାଯାଇପାରେ। ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଉଦ୍ଭିଦ ଓ ପ୍ରାଣୀ ଏହି ମଣ୍ଡଳଗୁଡ଼ିକରେ ଦେଖାଯାଆନ୍ତି। ଗୋଟିଏ ଅଞ୍ଚଳ ବା ମଣ୍ଡଳର ପ୍ରାଣୀ ଓ ଉଦ୍ଭିଦମାନେ ଅନ୍ୟ ଅଞ୍ଚଳର ପ୍ରାଣୀ ଓ ଉଦ୍ଭିଦ ଠାରୁ ପ୍ରାୟତଃ ଭିନ୍ନ ଅଟନ୍ତି। ଭିନ୍ନ ଭିନ୍ନ ମହାଦେଶରେ ରହିଥିବା ସାଦୃଶ୍ୟ ଅଞ୍ଚଳଗୁଡ଼ିକ ଜୀବସଂସ୍ଥାକୁ ବାଉମି କୁହାଯାଏ। ସମୁଦ୍ର ମଧ୍ୟ ସାମୁଦ୍ରିକ ବାଉମି ଅଟେ। ଧ୍ୱନି ପ୍ରଦୂଷଣ। ଲାଟିନ ଶବ୍ଦ ନାଉସିଆରୁ ଧ୍ୱନି ଶବ୍ଦ ଉଦ୍ଧୃତ। ଏହାର ଅର୍ଥ ଯେକୌଣସି ଅଦରକାରୀ ସ୍ୱର ଯାହା ଶ୍ରୁତିକଟୁ ଲାଗେ। ବାରମ୍ବାର ଅଦରକାରୀ କର୍କଶ ଧ୍ୱନିକୁ ଧ୍ୱନି ପ୍ରଦୂଷଣ କୁହାଯାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଧ୍ୱନି ପ୍ରଦୂଷଣ ସାଧାରଣତଃ ଅତ୍ୟଧିକ ଜନଗହଳି, ଅଧିକ ଯାନବାହନର ପ୍ରଚଳନ, କଳକାରଖାନା, ବିସ୍ଫୋରଣ ଓ ଲାଉଡସ୍ପିକର ଆଦି ଦ୍ୱାରା ହୋଇଥାଏ। ଅତ୍ୟଧିକ ଧ୍ୱନି ଯାହା ଶ୍ରୁତିକଟୁ ହୋଇଥାଏ ଏବଂ ମନୁଷ୍ୟ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ମନୁଷ୍ୟ ଗଭୀର ମାନସିକ ଅସ୍ୱସ୍ତି ଅନୁଭବ କରେ। ବିକିରଣ ପ୍ରଦୂଷଣ। ଆଣବିକ ବିକିରଣ ଦ୍ୱାରା ତେଜସ୍କ୍ରିୟ ବିକିରଣ ଘଟିଥାଏ। ଏହା ପରିବେଶରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି କରେ। ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷା, ପରୀକ୍ଷାମୂଳକ ବିସ୍ଫୋରଣ, ବୈଦ୍ୟୁତିକ ରିଆକ୍ଟର, ତେଜସ୍କ୍ରିୟ ବିକିରଣ ଆଦିରୁ ତେଜସ୍କ୍ରିୟ ବିକିରଣ ସୃଷ୍ଟି ହୁଏ। ଏହା ସାଧାରଣତଃ 2 ପ୍ରକାର, ଯଥା ଆୟନୀକରଣହୀନ ବିକିରଣ ଆଉ ଗୋଟେ ହେଲା ଆୟନୀକରଣ ସମ୍ପନ୍ନ ବିକିରଣ। ଆୟନୀକରଣହୀନ ବିକିରଣ ଅତିବାଇଗଣୀ ରଶ୍ମି ଏହି ଶ୍ରେଣୀର ବିକିରଣ। ଏହା ଜୀବମାନଙ୍କର ଗୁଣସୂତ୍ରରେ ପରିବର୍ତ୍ତନ ଆଣିଥାଏ, ଯାହା ଜୀବ ପାଇଁ କ୍ଷତିକାରକ। ଆୟନୀକରଣ ସମ୍ପନ୍ନ ବିକିରଣ। ଯେଉଁ ତେଜସ୍କ୍ରିୟ ବିକିରଣ ଦ୍ୱାରା ଅଣୁ ଓ ପରମାଣୁଗୁଡ଼ିକୁ ଆୟନୀକରଣ ଘଟିଥାଏ ତାହାକୁ ଆୟନୀକରଣ ବିକିରଣ କୁହାଯାଏ। ଏହି ଶ୍ରେଣୀର ତେଜସ୍କ୍ରିୟ ବିସ୍ଫୋରଣରୁ ଆଲଫା ରଶ୍ମି, ବିଟା ରଶ୍ମି ଓ ଗାମା ରଶ୍ମି ଆଦି ବାହାରିଥାଏ। ଏହାର ଉଦାହରଣମାନ ଏକ୍ସ-ରେ ଇତ୍ୟାଦି। ମୃତ୍ତିକା ପ୍ରଦୂଷଣ।
ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଯେଉଁ ବିରାଟ ସମସ୍ୟାଗୁଡ଼ିକ ମୁଣ୍ଡ ଟେକିଛି ତନ୍ମଧ୍ୟରୁ ମୃତ୍ତିକା ପ୍ରଦୂଷଣ ଅନ୍ୟତମ। ମାଟିକୁ ସବୁବେଳେ ବାୟୁ ଆଚ୍ଛାଦିତ କରି ରଖିଛି। ଯଦି ବାୟୁମଣ୍ଡଳ ପ୍ରଦୂଷିତ ହୁଏ ତାହେଲେ ମାଟି ମଧ୍ୟ ପ୍ରଦୂଷିତ ହେବାର ସମ୍ଭାବନା ରହିଛି। ବର୍ଷା ଦ୍ୱାରା ବାୟୁମଣ୍ଡଳରେ ଥିବା ବିଷାକ୍ତ ଜିନିଷଗୁଡ଼ିକ ମାଟିକୁ ଆସିଥାନ୍ତି। ବର୍ଷା ବ୍ୟତୀତ ନଦୀ ଓ ପୋଖରୀରେ ମାଟିକୁ ଜଳ ଯୋଗାଣ ହୋଇଥାଏ। ଜଳ ପ୍ରଦୂଷିତ ହେଲେ ମାଟି ମଧ୍ୟ ପ୍ରଦୂଷିତ ହୁଏ। ଅର୍ଥାତ୍ ଜଳ, ବାୟୁମଣ୍ଡଳ ଓ ସ୍ଥଳଭାଗର ମଧ୍ୟରେ ସମ୍ପର୍କ ସବୁବେଳେ ରହିଛି। ସର୍ବଂସହା ଏହି ମାଟି ବାୟୁମଣ୍ଡଳ ଓ ଜଳରୁ ଯେଉଁ ପରିମାଣର ବିଷ ନିଏ ଚାହୁଁ ତାହାକୁ ବହୁତ କମ୍ ପରିମାଣରେ ବିଷ ଫେରାଇ ଦିଏ ବା ପ୍ରାୟ ଫେରାଏ ନାହିଁ। ପରିବେଶ ବିଜ୍ଞାନର ଆବଶ୍ୟକତା ଆଉ ଗୁରୁତ୍ୱପୂର୍ଣ୍ଣ। ପରିବେଶ ବିଜ୍ଞାନ ପରିବେଶର ବିଭିନ୍ନ ଉପାଦାନ ସମ୍ବନ୍ଧରେ ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାରେ ସାହାଯ୍ୟ କରେ। ଫଳରେ ଆମେ କିପରି ଆମ ପରିବେଶର ସନ୍ତୁଳନ କରିପାରିବା ସେ ବିଷୟରେ ଅବଗତ ହୋଇପାରିଥାଉ। ପୃଥିବୀ ପୃଷ୍ଠରେ ଜୀବଜଗତ ବଞ୍ଚି ରହିପାରିବାର ରହସ୍ୟ ଓ ଏହା କିପରି ଆମ ଉତ୍ତରାଧିକାରୀମାନଙ୍କ ପାଇଁ ଯଥାଯଥ ଭାବେ ରହିପାରିବ ସେ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥାଏ। ପରିବେଶ ବିଜ୍ଞାନ ପରିସଂସ୍ଥା ବିଷୟରେ ବୈଜ୍ଞାନିକ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରେ। ଏହା ବିଭିନ୍ନ ପରିମାପକ ଏବଂ ପରିସଂଖ୍ୟାନ ଦ୍ୱାରା ପାରିପାର୍ଶ୍ୱିକ ଅବସ୍ଥାର ଗାଣିତିକ ବିଶ୍ଳେଷଣ କରିବାରେ ସାହାଯ୍ୟ କରିଥାଏ। ଏହା ବିଭିନ୍ନ ପ୍ରକାର ଜୈବିକ ପଦାର୍ଥ ରାଜିର ଉତ୍ପାଦନ ପ୍ରକ୍ରିୟା ବୃଦ୍ଧି କରିବାରେ ସାହାଯ୍ୟ କରେ ଯାହା ମନୁଷ୍ୟର ବ୍ୟବହାରରେ ଆସିଥାଏ। ଜନସଂଖ୍ୟା ବୃଦ୍ଧିକୁ ପ୍ରତିହତ କରିବାର ଉପାୟ ଏବଂ ଜନସଂଖ୍ୟା ବୃଦ୍ଧିର ସମ୍ଭାବ୍ୟ କାରଣ ସମ୍ପର୍କରେ ତଥ୍ୟ ପ୍ରକାଶ କରିଥାଏ। ଜୀବଜଗତର ଚତୁଃପାର୍ଶ୍ୱରେ ଅବସ୍ଥିତ ପଦାର୍ଥ ସହ କାର୍ଯ୍ୟକାରିତା ବ୍ୟବସ୍ଥାପନାର ସମନ୍ୱୟ ସାଧନରେ ସାହାଯ୍ୟ କରେ। ଏହା ବିଭିନ୍ନ ପ୍ରକାର ରୋଗର କାରଣ ଏବଂ ତାହାର ନିରାକରଣ ବିଷୟରେ ସୂଚନା ପ୍ରଦାନ କରେ। ପ୍ରାଣୀ ଓ ଉଦ୍ଭିଦର ବିବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ବୈଜ୍ଞାନିକ ତଥ୍ୟ ପ୍ରଦାନ କରେ। ବିଭିନ୍ନ ଭୌତିକ ଓ ରାସାୟନିକ ପଦାର୍ଥର ସମୟୋପଯୋଗୀ ପରିବର୍ତ୍ତନ ସୂଚନା ପ୍ରଦାନ କରିଥାଏ। ଏବେ ଆମେ ଦେଖିବା ପ୍ରଦୂଷକ। ଯେଉଁ ବର୍ଜ୍ୟବସ୍ତୁଗୁଡ଼ିକ ଯେତେବେଳେ ଜୀବମଣ୍ଡଳରେ ପ୍ରବେଶ କରି ତାର ମୌଳିକ କାର୍ଯ୍ୟଧାରାକୁ କ୍ଷତିଗ୍ରସ୍ତ କରି ଉଦ୍ଭିଦ, ପ୍ରାଣୀ ଏବଂ ମାନବର କ୍ଷତି ସାଧନ କରିଥାଏ ତାହାକୁ ପ୍ରଦୂଷକ କୁହାଯାଏ। ସାଧାରଣ ପ୍ରଦୂଷକଗୁଡ଼ିକ ଏପରି ଗଦା ହୋଇ ରହିଥିବା ବସ୍ତୁ, କଳା ଧୂଆଁ, ଧୂମ, ଆଲକାତ୍ରା, ଧୂଳିକଣା ଏବଂ କ୍ଷୁଦ୍ରାଦି କ୍ଷୁଦ୍ର ବସ୍ତୁ। ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍, କାର୍ବନ ମୋନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଅକ୍ସାଇଡ୍, ହାଇଡ୍ରୋଜେନ ସଲଫାଇଡ୍, ଆମୋନିଆ, ଫ୍ଲୋରିନ୍, କ୍ଲୋରିନ୍ ଇତ୍ୟାଦି। ରାସାୟନିକ ଯୌଗିକ, ଆଲ୍ଡିହାଇଡ୍, ଆର୍ସାଇନ୍, ହାଇଡ୍ରୋଜେନ ଫ୍ଲୋରାଇଡ୍, ଫସ୍ଜିନ୍ସ ଇତ୍ୟାଦି। ଧାତବ ପଦାର୍ଥ, ଦସ୍ତା, ଲୌହ, ଜିଙ୍କ୍, ପାରଦ ଇତ୍ୟାଦି। ବିଷାକ୍ତ ପଦାର୍ଥ, ହର୍ସିସାଇଡ୍, ଫଞ୍ଜିସାଇଡ୍, ପେଷ୍ଟିସାଇଡ୍, ଡେମାଟୋସାଇଡ୍, ଇନସେକ୍ଟିସାଇଡ୍ ଇତ୍ୟାଦି। ମୁଖ୍ୟ ଜଳ ପ୍ରଦୂଷଣ। ଜଳ ପ୍ରଦୂଷଣ କିପରି ହେଇଥାଏ ତାର ମୁଖ୍ୟ କାରଣ ଗୁଡ଼ିକ କଣ? ମୁଖ୍ୟ ଜଳ ପ୍ରଦୂଷଣ ମାନେ ହେଲେ ଘରୋଇ ବ୍ୟବହୃତ ଜଳ, ନର୍ଦ୍ଦମା ଜଳ ଏବଂ ଅନ୍ୟ ଜୈବ ବର୍ଜ୍ୟବସ୍ତୁ। ପଶୁ ଓ ମାନବର ବର୍ଜ୍ୟବସ୍ତୁ, ସାର, କୀଟନାଶକ ଇତ୍ୟାଦି, କଳକାରଖାନାରୁ ବାହାରୁଥିବା ଅଦରକାରୀ ଜଳ, ତୈଳ ପ୍ରଦୂଷଣ, ଅମ୍ଳ ବର୍ଷା, ଧାତବ ପ୍ରଦୂଷକ, ଖଣିରୁ ବାହାରୁଥିବା ଅପଦ୍ରବ୍ୟ, ମୃତ୍ତିକା କ୍ଷୟ, ତାପଜ ପ୍ରଦୂଷଣ, ତେଜସ୍କ୍ରିୟ ପ୍ରଦୂଷଣ ଇତ୍ୟାଦି ହେଉଛି ଜଳ ପ୍ରଦୂଷଣର ମୁଖ୍ୟ କାରଣ। ଆଜିର ଭିଡ଼ିଓରେ ଆମେ 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ପୁଣି ଦେଖା ହେବା।